12 ରାଶି ଓ 27 ନକ୍ଷତ୍ର ଭିତରେ ଘାଣ୍ଟି ହେଉଥିବା ଜନତା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆମେ ଆଜି ଆଲୋଚନା କରିବା 9 ତାରିଖ ଗୁରୁବାର। 9 ତାରିଖ ଗୁରୁବାର ମେଷ ରାଶି। ଏହା କହିବା ପୂର୍ବରୁ ଜାଣିବା ସୂର୍ଯ୍ୟ ଉଦୟ 5ଟା 15 ପରେ, ଅସ୍ତ 6ଟା 28 ପରେ, ମନ୍ଦ ସମୟ ଦିନ 1ଟା 31ରୁ 3ଟା 10। ହଁ ବନ୍ଧୁ, ଏଇ ଜ୍ୟୋତିଷିକ ନିୟମ ଅନୁସାରେ ଆମେ ଯଦି ଯଥା ସମୟରେ ସୂର୍ଯ୍ୟଙ୍କର ଉଦୟ ଅସ୍ତକୁ ମନେ ରଖିବା ଓ ସନ୍ଧ୍ୟା ଆଳତି ଠିକ୍ଠାକ୍ କରିବା, ଅଶୁଭ ସମୟ ଅନୁସାରେ ଯାତ୍ରା ନିର୍ଣ୍ଣୟ କରିବା, ତାହେଲେ ଆମର ହିଁ ମଙ୍ଗଳ, ଆଉ କିଛି ନୁହଁ। 9 ତାରିଖ ଗୁରୁବାର ମେଷ ରାଶି ଦ୍ୱିଜା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ ଘାତଚନ୍ଦ୍ର ହେତୁ ସାବଧାନ। ମେଷ ରାଶିର ଆଜି ଘାତଚନ୍ଦ୍ର ପୁଣି ଶ୍ରୀଚନ୍ଦ୍ର। ଶାସ୍ତ୍ରାନୁସାରେ ଘାତଚନ୍ଦ୍ର ଠାରୁ ଶ୍ରୀଚନ୍ଦ୍ର ବଳବାନ। ଏଣୁ ଯେଉଁ ଆଘାତ ହେବ ତାହା ମନକୁ ବାଧିବ। କହି ହେବନି କି ସହି ହେବନି, ମନକୁ ବାଧିବ। ବଣ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ କେହି ଜାଣେନି। ତେଣୁ ଆଜି ଖାଲି ମନକୁ ଧରିବ, ଭାରି ବାଧିବ। ତଥାପି ସତର୍କ ରହିଲେ ଭଲ। ବିଧାତାଙ୍କ ବିଚାର ଅନ୍ୟ ପ୍ରକାର। ସେମାନେ ଆଜି ଧନ ମାନ ସମ୍ପନ୍ନ, ସ୍ୱାଧୀନତା, ଅନ୍ନ ବସ୍ତ୍ର, ସୁଖ ଶାନ୍ତି ଇତ୍ୟାଦି ଲୌକିକ ସୁଖ ପାଇବେ। ଯିଏ ଯେଉଁ ସୁଖ ପାଇଁ ଲାଳାୟିତ, ସେଥିପାଇଁ ଯଥୋଚିତ ଉଦ୍ୟମ କରନ୍ତୁ। ମନସ୍କାମନା ଅବଶ୍ୟ ପୂର୍ଣ୍ଣ ହେବ, କାରଣ ଶ୍ରୀଚନ୍ଦ୍ର। ବୃଷରାଶି 9 ତାରିଖ ଗୁରୁବାର ବୃଷରାଶି ମୃଗଶିରା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଆଜି ଯଦି ସତର୍କ ନ ହେବେ ତେବେ ସଞ୍ଚିତ ଧନ, କଷ୍ଟ ଲବ୍ଧ ସମ୍ମାନ, ସୁରକ୍ଷିତ ସ୍ୱାସ୍ଥ୍ୟ ସହଜରେ ଚାଲିଯିବ। ହାତରୁ ଚେଙ୍ଗ ମାସ ଖସିଗଲା ଭଳି ଭାରି ବାଧିବ। ଏଣୁ ଠାଣି ମାଣି କାହାଣୀ ଚାହାଣୀରେ ସତର୍କ ରହିଲେ ନିଜ ପାଇଁ ଭଲ। ଆୟ ଅମଳ ପଥ ବନ୍ଦ ରହିବ। ଯାହା ହେବ ତାହା ସମୁଦ୍ରକୁ ଶଙ୍ଖେ। ଯାନବାହନରେ ଯଦି ଯାତାୟାତ କରିବେ ତେବେ ରାସ୍ତାରେ ହଇରାଣ ହେବେ। ଦେହ ପା ଭଲ ରହିବନି। ଏଣୁ ବିଶ୍ରାମ ନିଅନ୍ତୁ, ମଙ୍ଗଳ ହେବ। ମିଥୁନ ରାଶି 9 ତାରିଖ ଗୁରୁବାର ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଆଳସ୍ୟଂ ହି ମନୁଷ୍ୟାଣାଂ ଶରୀରସ୍ଥ ମହାନ ରିପୁଃ ଜହି ତମରିଂ ସହସା ଅନ୍ୟଥା ଦୁଃଖମାପ୍ନୋତି। ଆମ ଦେହରେ ବଢ଼ୁଥିବା ଆଳସ୍ୟକୁ ଆମେ ଏବେ ଏଇ ମୁହୂର୍ତ୍ତରେ ହିଁ ହତ୍ୟା କରିବା ଉଚିତ। ନହେଲେ ସେ ସଂକ୍ରାମକ ବ୍ୟାଧି ଭଳି ଘରର ସମସ୍ତ ସଦସ୍ୟଙ୍କୁ ଆକ୍ରମଣ କରିବ। ସତରେ ଯଦି ଆପଣ ଖଟ ନ ମୁଣ୍ଡେଇ ମୁଣ୍ଡ ଖଟେଇବେ, ଉଦ୍ଯୋଗୀ ହେବେ, ଯଥା ସମୟରେ ଯଥୋଚିତ କର୍ମ ପାଇଁ ଶ୍ରମଦାନ ସହ ବୁଦ୍ଧି ବିବେକର ଖେଳ ଖେଳିବେ, ତେବେ ଅନାୟାସରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରି ନିଜ ଜୀବନର ଲୌକିକ ସୁଖ ଲାଭ କରିବେ। ଏହା ନିରାଟ ସତ୍ୟ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଯଦି ଆଳସ୍ୟକୁ ଆଦର କରିବେ ତେବେ କାନ୍ଦିବେ। କର୍କଟ ରାଶି 9 ତାରିଖ ଗୁରୁବାର କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଭାଗବତ ବାଣୀ କହେ କ'ଣ ନା, କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଯଦି ଆପଣ ଆଜି ମନ ଲାଖି କର୍ମ କରିବେ, କାରଣ ଆଜି ଆପଣଙ୍କୁ ମନ ଲାଖି କର୍ମ ମିଳିଯିବ, ତାକୁ ସୁଚାରୁ ରୂପେ ସମ୍ପନ୍ନ କରନ୍ତୁ। ହେଲେ ଧନଲକ୍ଷ୍ମୀଙ୍କର କରୁଣା ଲାଭ କରିବେ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ଓ ସେବାରୁ ସ୍ୱତନ୍ତ୍ର ଆୟ ହେବାର ସୂଚନା ମିଳୁଛି। ଚିତାବାଘ ଯେମିତି ଶିକାର କରେ, ଆପଣ ସେମିତି କର୍ମକୁ ଆୟତ୍ତ କରନ୍ତୁ। ଚିତା ପରି ଶିକାର କରନ୍ତୁ। ପେଟ ଅପୋଷା ରହିବନି। କର୍ମ ପ୍ରତି ସଚେତନ ହୋଇ ନିଷ୍ଠାର ସହିତ କର୍ମ କର୍ତ୍ତବ୍ୟ କଲେ ବଢ଼ିଆ ଆୟ ଅମଳ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଶୁଭ ଖବର ଶୁଣି ଖୁସି ହେବେ। ସିଂହ ରାଶି
9 ତାରିଖ ଗୁରୁବାର ସିଂହ ରାଶି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଦିନଟି ସବୁ ଦୃଷ୍ଟିରୁ ଅଶୁଭ। ପୂର୍ବ ଦିନରୁ ଆରମ୍ଭ ହୋଇଥିବା ରୋଗ ଆଜି ଶାସନ କରିବ। ସମୁଚିତ ଔଷଧ ବା ଚିକିତ୍ସକ ମିଳିବେନି। ପ୍ରିୟ ଲୋକ ଅସୁବିଧାରେ ରହିଥିବାରୁ ସହଯୋଗ କରିପାରିବେନି। ଅପମାନିତ ହୋଇପାରନ୍ତି। ଅତ୍ୟନ୍ତ ଦୁଃଖର ସହ କହୁଅଛି କି ଅତି ଅଳ୍ପ ଆୟ ହେବ ଅଥବା କେହି କିଛି ଆର୍ଥିକ ସହଯୋଗ କରି ଚିନ୍ତା ଲାଘବ କରିପାରିବେ। ତଥାପି ମନେ ରଖିବେ, ଆଲୋ ସଖୀ ଆପଣା ମହତ ଆପେ ରଖି। ଆଜି ସମ୍ମାନ ହାନିର ଭୟ ଅଛି, ସାବଧାନ। 9 ତାରିଖ ଗୁରୁବାର କନ୍ୟା ରାଶି ଚିତ୍ରା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଦିନଟି ବିଭିନ୍ନ ଦୁଃଖ ସମାଜର ନେଇ ଆସୁଛି। ପ୍ରଥମତଃ ଧକ୍କା ଭୟ ଅଛି। କନ୍ୟା ରାଶିର ଧକ୍କା ଭୟ ଅଛି। ଦେହର କୌଣସି ଅଙ୍ଗରେ ଆଘାତ ହୋଇପାରେ। ଧର୍ମ ବଳ ଥିଲେ ଏ ଦୁଃଖ ଆସିବନି। ଦେହ ଅସୁସ୍ଥ ରହିବ। ପୁରୁଣା ରୋଗୀଙ୍କ ଅବସ୍ଥା ଶୋଚନୀୟ ହୋଇଯିବ। ଯାନବାହନରେ ବ୍ୟବହାର ନ କଲେ ଭଲ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ବୃଥା ବ୍ୟୟ ହେବ। ଆୟ ଅମଳ ଦ୍ୱାରା ମନ୍ଦ ଦିନ। 9 ତାରିଖ ଗୁରୁବାର ତୁଳା ରାଶି ବିଶାଖା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଘାତ ବାର, ଏଣୁ ସାବଧାନ। ଦେହର କୌଣସି ଅଙ୍ଗ ହଠାତ୍ ବିନ୍ଧିବ, ଦରଜ ହୋଇଯିବ, ବାଡ଼େଇ ପିଟି ହୋଇଯିବ, ଅଚଳ ହୋଇଯାଇପାରେ। ଏତିକି ଅସୁବିଧା। ଆଜି ଦିନ ପାଇଁ ସମସ୍ୟା। ଧନା କାମ ପାଇଁ ଦିନଟି ସବୁ ଦୃଷ୍ଟିରୁ ଶୁଭ। ଏଣୁ ଆଗ ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ବନ ଯୋଗ ଦେଇ ସଶ୍ରଦ୍ଧା କର୍ମ ଚଞ୍ଚଳ ରୁହନ୍ତୁ। ଦରକାର ମଣିଲେ ହିତାକାଂକ୍ଷୀ ବନ୍ଧୁଙ୍କ ପରାମର୍ଶ ଲୋଡ଼ନ୍ତୁ। ଭଲ ରୋଜଗାର ହେବ। ଅନ୍ୟାନ୍ୟ ସବୁ ଭଲ। ଖାଲି କେଉଁଠି କ'ଣ ଟିକେ ଅଙ୍ଗ ବାଡ଼େଇ ହେଇ ଦରଜ ହେବ। 9 ତାରିଖ ଗୁରୁବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ପୂର୍ବ ଦିନର ସମସ୍ୟା ଆଜି ରହିବନି। ଦେହ ମନ ମୁଣ୍ଡ ସୁସ୍ଥ ଶାନ୍ତ ହୋଇଯିବ। ହାଲକା ହାଲକା ଲାଗିବ। ଆୟ ଅମଳ ପାଇଁ ମନ ଚଳଚଞ୍ଚଳ ହେବ। ବିବିଧ ଲୌକିକ ଲାଭ ହେବ। ପୂର୍ବାପେକ୍ଷା ଆୟ ଅମଳ ଅଧିକ ହେବ। ଦୈନିକ ବୃତ୍ତିର ଭଲ ଆୟ ହେବ। ନୂତନ ବନ୍ଧୁ, ଉତ୍ତମ ଭୋଜନ, ରୋଚକ ଖବର ପାଇ ଖୁସି ହେବେ। ହଜିଲା ଧନ ମିଳିଯିବ। ଧାର ଉଧାର ଫେରସ୍ତ ଆସିବ। ଧନୁ ରାଶି 9 ତାରିଖ ଗୁରୁବାର ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଆଜି ଶାରୀରିକ ଆର୍ଥିକ ପାରିବାରିକ ଦୁଃଖ ନାହିଁ। ଶତ୍ରୁ ଋଣ ରୋଗର ଝମେଲା ନାହିଁ। ଯଦି ମନ ଖୋଲା ହସ ହସିପାରିବେ। ପର ମନ ଜିଣିପାରିବେ। ଆଉ ନେଇ ଆଣି ଥୋଇପାରିବେ। ବିନୟ ମଧୁର ବଚନ କହିପାରିବେ। ତେବେ ସହଜରେ କୌଳିକ ଲୌକିକ ଆର୍ଥିକ ବୌଦ୍ଧିକ ବୈଷୟିକ ସୁଖ ପାଇ ଶାନ୍ତିରେ କାଳାତ୍ପାତ କରିବେ। ଆଜି ଏକ ସୁଖକର ଦିନ ଧନୁରାଶି ପାଇଁ। 9 ତାରିଖ ଗୁରୁବାର ମକର ରାଶି 9 ତାରିଖ ଗୁରୁବାର ମକର ରାଶି ଧନିଷ୍ଠା ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଆଜ ଏକ ଗଣ୍ଡଗୋଳିଆ ଦିନ। ମନ୍ଦ ଖବର ଶୁଣିବେ ବା ଆଖିରେ ଦେଖିବେ ଯେ ମମି ମାନେ ମା, ମଦର, ବୋଉ, ତମେ କ'ଣ ଡାକୁଛ ମୁଁ ଜାଣିନି, ତମ ମମିଙ୍କ ଦେହ ଖରାପ ହେବ ବୋଧେ ହେଇଗଲାଣି, ଦେଖିବେ ଆପଣ। ତାପରେ ତୁମ ଦେହ ବି ଅସୁସ୍ଥ ହେବ। ବ୍ୟବସାୟ ବାଣିଜ୍ୟ ଆଦି କରୁଥିଲେ ଆୟ କମିଯିବ। ଦୈନନ୍ଦିନ ବୃତ୍ତି ମାନ୍ଦାରେ ଚାଲିବ। ଦୂର ଯାତ୍ରା କଲେ ବାଟରେ ହଟହଟା ହେବେ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। ଦୁଃଖ ବଢ଼ିଯିବ। ଆଜି ଏକ ଦୁଃଖକର ଦିନ। କୁମ୍ଭ ରାଶି 9 ତାରିଖ ଗୁରୁବାର କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଘାତ ବାର, ସାବଧାନ ରହିଲେ ବହୁତ ଭଲ। ଭାଇ ଭଉଣୀ ସମ୍ପର୍କରେ କାଳିମା ଲାଗିଯିବ। ଜମି ବାଡ଼ି ଟଙ୍କା ପଇସା ଗୋରୁ ଗାଈ ଧନରତ୍ନ ଆଦି ସମ୍ପତ୍ତିକୁ ନେଇ ମାନସିକ ସନ୍ତୁଳନ ହେବ। ଈଶ୍ୱରଙ୍କୁ ନେଇ ଯୁକ୍ତି କରି ବିଜୟୀ ହେବେ। ଆଜ ଏକ ଆୟକାରୀ ଦିନ। ଏଣୁ ସଦିଚ୍ଛା ପ୍ରକାଶ କରି ସ୍ୱ ଆୟ ପ୍ରତି ସଚେତନ ହେଲେ ବଢ଼ିଆ ଆୟ ଆଉ ରୋଜଗାର ହେବ। ଦେହପା ସୁସ୍ଥ ରହିବ। ନୂତନ ଆୟ ହେବ। ନବ ନିଯୁକ୍ତି ମିଳିଯାଇପାରେ। ଭଲ ଦିନ। କେହି କହିବେ, ତମେ କେତେ ଭଲ ଲୋକ।
ମୀନ ରାଶି 9 ତାରିଖ ଗୁରୁବାର ମୀନ ରାଶି ରେବତୀ ନକ୍ଷତ୍ରର ଦିନ 2ଟା 52 ପରେ ଅଶୁଭ। ଦିନଟି ମନ୍ଦ ନୁହେଁ, କିନ୍ତୁ ଆପଣଙ୍କ ମନ ବଡ଼ ମନ୍ଦ। ବିନା କାରଣରେ ଅଧୀର ହେବ ମନ, ଜଗତକୁ ସନ୍ଦେହ କରିବ ମନ। ଏହି ଅବୁଝା ମନ ପାଇଁ କର୍ମକ୍ଷେତ୍ର ଅପମାନିତ ହେବେ। ମାତ୍ର ଆଜି ରୋଜଗାର ପାଇଁ ପ୍ରଶସ୍ତ ଦିନ। ଏଣୁ ଯଥା ସମୟରେ ଯଥା ସ୍ଥାନରେ ଯଥୋଚିତ କର୍ମ କଲେ, ବୁଦ୍ଧି ବିଦ୍ୟାର ପ୍ରୟୋଗ କଲେ ମାତ୍ରାଧିକ ଆୟ ଅମଳ ହେବ, ଦେହ ପା ଭଲ ରହିବ। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଦୀପ ଜଳୁଥିଲେ, ପବନ ଚାଲିଥିଲେ ମୁଁ ପୁଣି ଆପଣମାନଙ୍କୁ 2 ପଦ କିଛି କହିବି। ରହିଲି, ନମସ୍କାର।